ଗୁରୁଜୀ ଓ ଗୁରୁମା ପୂଜା ଏବଂ ମୋର ପ୍ରିୟ ବନ୍ଧୁଗଣ, ଆଜି ଆମେ ଆମ ଜାତିର ପିତା ମହାତ୍ମା ଗାନ୍ଧୀ ପାଇଁ ଏଠାରେ ଏକତ୍ରିତ ହୋଇଛେ। ସେ 1869 ମସିହା ଆଜିର ଦିନରେ ଗୁଜୁରାଟର ପୋରବନ୍ଦର ଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ କରମଚନ୍ଦ ଗାନ୍ଧୀ ଏବଂ ମାତାଙ୍କ ନାମ ପୁତୁଲିବାଇ। ସେ 1883 ମସିହାରେ ମାତ୍ର 13 ବୟସରେ କସ୍ତୁରବା ଗାନ୍ଧୀଙ୍କୁ ବିବାହ କରିଥିଲେ। ତାଙ୍କର ଅହିଂସା ନୀତି ପାଇଁ ସେ ସାରା ବିଶ୍ୱ ପରିଚିତ ଥିଲେ। ସେ ଅହିଂସା ଉପାୟରେ ବିଭିନ୍ନ ଆନ୍ଦୋଳନ ମଧ୍ୟରେ ଭାରତକୁ ସ୍ୱାଧୀନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଅହିଂସାକୁ ଅସ୍ତ୍ର ଭାବରେ ବ୍ୟବହାର କରି ନିଜର ଅଧିକାର ଏବଂ ସ୍ୱାଧୀନତା ପାଇଁ ଲଢ଼ିବାକୁ ସେ ଲକ୍ଷ ଲକ୍ଷ ଭାରତୀୟ ଏବଂ ବିଶ୍ୱବାସୀଙ୍କୁ ଜାନୁଆରୀ 30ରେ ଗାନ୍ଧୀଜୀଙ୍କୁ ନାଥୁରାମ ଚାଡ଼ସେ ନାମକ ଜଣେ ବ୍ୟକ୍ତି ଗୁଳି କରି ହତ୍ୟା କରିଥିଲେ। ତାଙ୍କର ଏହି 154ତମ ଜନ୍ମବର୍ଷରେ ଆସନ୍ତୁ ସମସ୍ତେ ମିଳିମିଶି ଶପଥ ନେବା ଯେ ଜୀବନରେ ସର୍ବଦା ଅହିଂସା ପଥରେ ଚାଲିବା ଏବଂ ସବୁବେଳେ ସତ୍ୟ କହି ନାରୀ ଏବଂ ତାଙ୍କ ପ୍ରତି ଆମର ଶ୍ରଦ୍ଧାଞ୍ଜଳି। ଏତିକି କହି